ଆପଣଙ୍କ ଟିଭି ଓଡ଼ିଶା ମାଟିର ବାସ୍ନା। ବର୍ତ୍ତମାନ ସମୟରେ ଏକ ଖବର ସାମ୍ନାକୁ ଆସିଛି। ଆପଣମାନେ ନିହାତି ଭାବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ରିୟାଙ୍କୁ ଭଲ ଭାବରେ ଜାଣିଥିବେ। ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରି ସାରା ଓଡ଼ିଶାର ଘରେ ଘରେ ସୁପରିଚିତ ହୋଇପାରିଛନ୍ତି। ତେବେ ଅଭିନେତ୍ରୀ ରିୟା ବିବାହ ପରେ ନିଜ ସ୍ୱାମୀଙ୍କ ସହିତ ବେଶ ଖୁସିରେ ରହିଥିଲେ। ତେବେ ନିକଟ ଅତୀତରେ ଆପଣମାନେ ନିହାତି ଜାଣିଥିବେ ଯେ ନିଜର ଚାକରାଣୀକୁ ସେ ପିଟିଥିବାର ଅଭିଯୋଗ କରିଥିଲେ। ତେବେ ହଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ରିୟା ଦେଙ୍କର ଏମିତି ଅବସ୍ଥା କେମିତି ହେଲା ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖି ନିଅନ୍ତୁ। ତେବେ ଅଭିନେତ୍ରୀ ରିୟା ଦେଙ୍କୁ ଗଛରେ ବାନ୍ଧିଥିବାର ଆପଣମାନେ ଦେଖିପାରୁଥିବେ। ତେବେ ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ତେବେ ଆପଣମାନେ ରିୟାଙ୍କର ଏହି ଭିଡ଼ିଓଟିରେ କିଛି ଅନୁଭୂତି କରୁଥିବେ। ତେବେ ଅଭିନେତ୍ରୀ ରିୟା ଦେଙ୍କର ଆସିବାକୁ ଯାଉଛି ଏକ ଓଡ଼ିଆ ଚଳଚ୍ଚିତ୍ର। ତେବେ ମୁକ୍ତି ଅପେକ୍ଷାରେ ଥିବାବେଳେ ଏବେ ପୁଣି ଏକ ନୂଆ ସିନେମାରେ କାମ କରିବାକୁ ଯାଉଛନ୍ତି ରିୟା। ସମ୍ପ୍ରତି ଯେଉଁ ସିନେମା ଲାଗି ଦୀପକ ଓ ରିୟାଙ୍କୁ ଚୁକ୍ତିବଦ୍ଧ କରାଯାଇଛି ତାହାର ଟାଇଟଲ ଏଯାଏଁ ଜଣାପଡ଼ିନାହିଁ। ତେବେ এই ଯେଉଁ ଭିଡ଼ିଓରେ ଦେଖୁଛନ୍ତି ରିୟାଙ୍କୁ ଗଛରେ ବନ୍ଧାଯାଇଛି, ଇଏ କୌଣସି ରିଅଲ ଲାଇଫର କଥା ନୁହେଁ, ଇଏ ହେଉଛି ରିଲ୍ ଲାଇଫର କଥା। ତେବେ ଅଭିନେତ୍ରୀ ରିୟାଙ୍କୁ କେତେ ମାତ୍ରାରେ ପସନ୍ଦ କରୁଛନ୍ତି ତାହା କମେଣ୍ଟ କରି ନିଜର ମତାମତ ଲେଖନ୍ତୁ। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଟିକେନି ଖବର ବିଷୟରେ ଜାଣିବା ପାଇଁ ଆମ ଚ୍ୟାନେଲକୁ ଯେଉଁମାନେ ଏବେ ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ଘଣ୍ଟି ବଟନକୁ ପ୍ରେସ୍ କରି ଦିଅନ୍ତୁ। ଘଣ୍ଟି ବଟନକୁ ପ୍ରେସ୍ କରିବା ଦ୍ୱାରା ଆପଣ ସର୍ବପ୍ରଥମେ ଲାଟେଷ୍ଟ ଭିଡ଼ିଓ ଦେଖିପାରିବେ।